କୌଣସି ବି ମଣିଷକୁ ନିଜ ଭିତରେ ଅହଙ୍କାରର ଭାବନା ଆଣିବା ଉଚିତ ନୁହେଁ। କିଏ କେଉଁ ଭଳି ଏବଂ କାହାକୁ କେତେ ମିଳିବା ଉଚିତ ତାହା ସ୍ଥିର କରିବା ମୋର କାମ, ତୁମର ନୁହେଁ। ସେଥିପାଇଁ ସମସ୍ତଙ୍କ ସହିତ ସ୍ନେହଶୀଳ ଭାବ ରଖ ଏବଂ କାହା ପାଇଁ ବି ଭୁଲ ଭାବ ନାହିଁ କିମ୍ବା କୁହ ନାହିଁ। କାରଣ ଯେବେ ବି ତୁମେ କାହା ପାଇଁ ଭୁଲ ଭାବୁଛ କିମ୍ବା କହୁଛ, ଜାଣି ରଖ ସେତିକି ତୁମେ ନିଜକୁ ମୋ ଠାରୁ ଦୂରେଇ ଯାଉଥିବାର ଦେଖିବ। ମୁଁ ମୋର ପ୍ରତ୍ୟେକ ସନ୍ତାନର ଯୋଗ୍ୟତା ଜାଣିଛି ଏବଂ ସେହି ଅନୁସାରେ ସେମାନଙ୍କୁ ସେମାନଙ୍କର ଫଳ ଦେଇଥାଏ। ସେଥିପାଇଁ ତୁମେ କାହାକୁ କୁହ ନାହିଁ ଯେ ତାକୁ ଜୀବନରେ କେମିତି ଏତେ ମିଳିଗଲା। ମୁଁ ତ ତାଙ୍କଠାରୁ ବହୁତ ଯୋଗ୍ୟବାନ। ମୋ ପାଇଁ ମୋର ପ୍ରତ୍ୟେକ ପିଲା ସ୍ୱତନ୍ତ୍ର ଏବଂ ମୁଁ ପ୍ରତ୍ୟେକ ପିଲାଙ୍କର ସଠିକ ସମୟ ଆସିବା ପରେ ତାଙ୍କ ଯୋଗ୍ୟତା ଅନୁଯାୟୀ ଫଳ ଦେଇଥାଏ। ତୁମର କାମ ଏତିକି, ତୁମେ ତୁମର ପ୍ରୟାସ ଏବଂ ପରିଶ୍ରମ ଜାରି ରଖ। ଦେଖିବ ତୁମକୁ ବି ଖୁବ୍ ଶୀଘ୍ର ମୁଁ ସେ ସବୁ ଦେବି ଯାହା ତୁମେ ଚାହୁଁଛ। ଖୁସିରେ ରୁହ। ତୁମର ଭଲ ଦିନ ଏବେ ବହୁତ ନିକଟତର। ସେଥିପାଇଁ ସାହସ ହରାଅ ନାହିଁ, ଧୈର୍ଯ୍ୟ ରଖ। ଓମ୍ ସାଇ ରାମ, ଜୟ ସାଇ ରାମ।